ବନ୍ଧୁଗଣ, ମା ଲକ୍ଷ୍ମୀ କୃପା ଦୃଷ୍ଟି ରହିଲେ ସବୁ କାର୍ଯ୍ୟ ମଙ୍ଗଳମୟ ହୋଇଥାଏ। ସବୁକିଛି ପରେ ଈଶ୍ୱରଙ୍କ ଆଶୀର୍ବାଦ ଓ ମଣିଷର ଭାଗ୍ୟ ହିଁ ତାକୁ ଆଗକୁ ନେଇଥାଏ। ମଣିଷ ଉପରେ ଗ୍ରହ ନକ୍ଷତ୍ର ଓ ତିଥି ଆଦିର ବିଶେଷ ପ୍ରଭାବ ରହିଥାଏ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ଆପଣ ଯଦି ବାର ମାସ ଆଦିରେ ବିଶ୍ୱାସ ରଖୁଥିବେ ତ ଏକଥା ବି ଜାଣିଥିବେ ଯେ ଡିସେମ୍ବର 16 ବା ଆସନ୍ତାକାଲି ଠାରୁ ଖର ମାସ ଆରମ୍ଭ ହେବାକୁ ଯାଉଛି। ଏହା ଡିସେମ୍ବର 16ରୁ ଆରମ୍ଭ ହୋଇ ଜାନୁଆରୀ 15ରେ ଶେଷ ହେବ। ଖର ମାସରେ ସୂର୍ଯ୍ୟଦେବ ଧନୁ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ଅପରାହ୍ନ 2:47 ଧନୁ ରାଶିରେ ପ୍ରବେଶ କରିବେ। ଏହାକୁ ଧନୁ ସଂକ୍ରାନ୍ତି ନାମରେ ବି ମନାଯାଏ। ଖର ମାସକୁ ବହୁତ ଶୁଭ ମନାଯାଏ। ଏଥିପାଇଁ ଏହି ଗୋଟାଏ ମାସରେ କୌଣସି ବି ଶୁଭ କାର୍ଯ୍ୟ ହେବ ନାହିଁ। ହେଲେ ଜ୍ୟୋତିଷଙ୍କ କହିବା ଅନୁସାରେ ଏହି ମାସରେ କିଛି ରାଶିର ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ସେହି ସବୁ ରାଶିର ଲୋକଙ୍କ ବ୍ୟବସାୟ ଓ କ୍ୟାରିୟର ଆଗକୁ ବଢ଼ିବ। ଜାଣିବାକୁ ମିଳିଛି ଯେ ଏହି ମାସ ଶେଷ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ହେବ। ଏହି ମାସରେ ମେଷ ରାଶି ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବନି ରହିବ। ମେଷ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। ମେଷ ପରି ମିଥୁନ ଓ ଧନୁ ରାଶିର ଲୋକଙ୍କ ପାଇଁ ବି ଏ ମାସଟି ଭଲ ରହିଛି। ଖର ମାସରେ ମା ଲକ୍ଷ୍ମୀଙ୍କ କୃପା ଏହି 3 ରାଶିର ବ୍ୟକ୍ତିଙ୍କ ଉପରେ ବଜାୟ ରଖିବେ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।